ଜୀବନରେ କିଛି ହାସଲ କରିବାକୁ ହେଲେ ଅସୀମ ଧୈର୍ଯ୍ୟ ଏବଂ ଅତୁଟ ଏକାଗ୍ରତା ନିହାତି ଆବଶ୍ୟକ। ଧୈର୍ଯ୍ୟ ନା ଚତୁରତା, କିଏ ଜିତିବ ଏହି ଲଢ଼ାଇରେ? ବାସ୍ ଏହି ଗୋଟିଏ ପ୍ରଶ୍ନ ଆଜିର ମୂଳ ସଂଘର୍ଷକୁ ସ୍ପଷ୍ଟ ଭାବରେ ଉପସ୍ଥାପନ କରୁଛି। ଚିନ୍ତା କରନ୍ତୁ, ଗୋଟିଏ ପଟେ ଅଛି କଠୋର ସାଧନା ଆଉ ଅସୀମ ଧୈର୍ଯ୍ୟ, ଏବଂ ଅନ୍ୟପଟେ ରହିଛି ନିଜ ପ୍ରାଣ ରକ୍ଷା କରିବା ପାଇଁ ତୀକ୍ଷ୍ଣ ବୁଦ୍ଧି। ଯେତେବେଳେ ଏହି ଦୁଇ ବିପରୀତ ଶକ୍ତି ମଧ୍ୟରେ ସିଧାସଳଖ ଟକ୍କର ହୁଏ, ତାର ପରିଣାମ ପ୍ରକୃତରେ କ'ଣ ହୋଇପାରେ, ଏହା ଜାଣିବା ବାସ୍ତବରେ ବହୁତ କୌତୂହଳପୂର୍ଣ୍ଣ। ଠିକ୍ ଅଛି, ଆସନ୍ତୁ ଏହା ଭିତରକୁ ଯିବା। ପ୍ରଥମେ ଆମର ଏହି ବିଶାଳ ଓ ସୁନ୍ଦର ପୋଖରୀର ଦୁଇ ମୁଖ୍ୟ ଚରିତ୍ରଙ୍କୁ ଟିକେ ବୁଝିନେବା। ଏଠାରେ ଅଛି ଏକ ବଗ, ଯେ ତାର ନିଆରା ଶିକାର ଶୈଳୀ ପାଇଁ ପୁରା ଅଞ୍ଚଳରେ ପ୍ରସିଦ୍ଧ। ସେ ଯେତେବେଳେ ପାଣିରେ ଠିଆ ହୁଏ, ସେ ସମ୍ପୂର୍ଣ୍ଣ ସ୍ଥିର ଏବଂ ନିଶ୍ଚଳ। ତାର ଆଖି ପାଣି ଭିତରେ ଥିବା ଲକ୍ଷ୍ୟ ଉପରେ ଏମିତି ଲାଗି ରହିଥାଏ ଯେ ଦେଖିଲେ ମନେହେବ ସତେ ଯେମିତି କୌଣସି ପଥର ମୂର୍ତ୍ତିଟିଏ ଠିଆ ହୋଇଛି। ଏବଂ ତାର ପୁରା ବିପରୀତରେ ଅଛି ଚପଳା ନାମକ ଏକ ଛୋଟ ମାଛ। ନା ଯେମିତି, କାମ ବି ସେମିତି। ସେ ଅନ୍ୟ ମାଛମାନଙ୍କ ଭଳି ଡରୁଆ ନୁହେଁ, ବରଂ ବହୁତ ଚତୁର ଏବଂ ସବୁବେଳେ ଆଲର୍ଟ ବା ସତର୍କ। ଏବେ ଆମେ ଦେଖିବାକୁ ଯାଉଛୁ ଏହି ଦୁଇଟି ସମ୍ପୂର୍ଣ୍ଣ ଅଲଗା ବ୍ୟକ୍ତିତ୍ୱ କିପରି ପରସ୍ପରର ସାମ୍ନାସାମ୍ନି ହେଉଛନ୍ତି। ଏବେ ସେହି ସକାଳର ପରିବେଶକୁ ଟିକିଏ ଗଭୀରତାର ସହ ଅନୁଭବ କରନ୍ତୁ। ପୋଖରୀର ଏକ ଗଭୀର ସ୍ଥାନରେ ଆମର ଏହି ବଗଟି ଗୋଟିଏ ଗୋଡ଼ରେ ଠିଆ ହୋଇଛି। ଚାରିଆଡ଼େ କେତେ ଯେ ବିଭ୍ରାନ୍ତି! ପବନ ଜୋରରେ ବହୁଛି, ପାଣିରେ ଛୋଟ ଛୋଟ ଢେଉ ସୃଷ୍ଟି ହେଉଛି, ପାଖ ଗଛରୁ ପତ୍ର ସବୁ ଝଡ଼ି ପଡ଼ୁଛି। ଏସବୁ ଦେଖିଲେ ଯେକୌଣସି ସାଧାରଣ ପ୍ରାଣୀର ଧ୍ୟାନ ଭଙ୍ଗ ହୋଇଯିବ, ନୁହେଁ କି? କିନ୍ତୁ ବଗଟି, ସେ ସମ୍ପୂର୍ଣ୍ଣ ନିର୍ବିକାର। ତାର ନଜର ଟିକିଏ ବି ହଲୁନାହିଁ କି ଡୋଲୁନାହିଁ। ସେ ବାହ୍ୟ ପରିବେଶକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରି ନିଜର ଏକାଗ୍ରତାକୁ ଚରମ ସୀମାରେ ପହଞ୍ଚାଇଛି। ତାର ସମ୍ପୂର୍ଣ୍ଣ ଦୁନିଆ ଏବେ କେବଳ ସେହି ପାଣି ଭିତରେ ଥିବା ମାଛମାନଙ୍କ ପାଖରେ ଅଟକି ଯାଇଛି। ଏବେ ଏଠାରେ ସବୁଠାରୁ ଆକର୍ଷଣୀୟ କଥାଟି ହେଉଛି, ବଗର ଏହି ନିଶ୍ଚଳତା କେବଳ ଏକ ସ୍ୱାଭାବିକ ପ୍ରବୃତ୍ତି ନୁହେଁ, ବରଂ ଏହା ହେଉଛି ଏକ ଅତି ସୁଚିନ୍ତିତ ରଣନୀତି। ବଗଟି ତାର ମନ ଭିତରେ ପୁରା ହିସାବ କରୁଛି ଯେ ତାର ଶରୀରର ସାମାନ୍ୟତମ ହଲଚଳ ମଧ୍ୟ ପାଣିରେ କମ୍ପନ ସୃଷ୍ଟି କରିବ, ଆଉ ସେହି କମ୍ପନ ମାଛମାନଙ୍କ ପାଇଁ ଏକ ଆଲାର୍ମ ଭଳି କାମ କରିବ। ସେଥିପାଇଁ ନିଜର ଶିକାରକୁ ସଫଳତାର ସହ ଧରିବାକୁ ହେଲେ ତାକୁ ନିଜର ଶାରୀରିକ ଇଚ୍ଛାଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଦବାଇ ରଖିବାକୁ ପଡ଼ିବ। ଠିକ୍ ସୁଯୋଗ ନ ଆସିବା ପର୍ଯ୍ୟନ୍ତ ତାକୁ ଏକ ପ୍ରସ୍ତର ଖଣ୍ଡ ପରି ଅପେକ୍ଷା କରିବାକୁ ହିଁ ହେବ। ବାସ୍ତବରେ ଏହା ହେଉଛି ପ୍ରକୃତ ଏକାଗ୍ରତାର ନିଦର୍ଶନ। ଏତିକିବେଳେ କାହାଣୀରେ ଆସୁଛି ଏକ ଜବରଦସ୍ତ ଟ୍ୱିଷ୍ଟ। ଆମର ଚତୁର ମାଛ ଚପଳା ପହଁରି ପହଁରି ଆସି ଠିକ୍ ବଗ ପାଖରେ ପହଞ୍ଚିଗଲା। ସେ ଦେଖିଲା ବଗଟି ପଥର ଭଳି ସ୍ଥିର ଅଛି। ଏବେ ଚପଳା ନିଷ୍ପତ୍ତି ନେଲା ବଗର ଏହି ଏକାଗ୍ରତାକୁ ଟିକେ ପରୀକ୍ଷା କରିବ। ସେ ସିଧା ଯାଇ ବଗର ଗୋଡ଼ ପାଖରେ ନିଜ ଲାଞ୍ଜକୁ ଜୋରରେ ହଲାଇ ପାଣି ଛିଟିକାଇଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଦେଖନ୍ତୁ, ବଗର କୌଣସି ପ୍ରତିକ୍ରିୟା ନାହିଁ। ତାର ଧ୍ୟାନ ଟିକିଏ ବି ଭଙ୍ଗ ହେଲା ନାହିଁ। ଏହି ନୀରବତା ଦେଖି ଚପଳା ଦ୍ୱନ୍ଦ୍ୱରେ ପଡ଼ିଗଲା। ସେ ଏକ ଭୟଙ୍କର ଭୁଲ ଧାରଣା କରି ବସିଲା ଯେ ବଗଟି ବୋଧହୁଏ ଗଭୀର ନିଦ୍ରାରେ ଶୋଇପଡ଼ିଛି। ଏହି ଅତି ଆତ୍ମବିଶ୍ୱାସରେ ଆସି ସେ ବଗର ମାରାତ୍ମକ ଥଣ୍ଟର ଖୁବ୍ ପାଖକୁ ପହରି ଆସିଲା। ଏବଂ ଠିକ୍ ସେହି ମୁହୂର୍ତ୍ତରେ ସବୁକିଛି ଆଖି ପିଛୁଳାକେ ବଦଳିଗଲା। ସମୟକୁ ଟିକେ ମିଲିସେକେଣ୍ଡରେ ହିସାବ କରିବା। ପ୍ରଥମ ମିଲିସେକେଣ୍ଡ, ବଗ ଦେଖିଲା ଶିକାର ସମ୍ପୂର୍ଣ୍ଣ ନାଗାଲରେ। ଦ୍ୱିତୀୟ ମିଲିସେକେଣ୍ଡ, ବଜ୍ର ଖସିଲା ଭଳି ତାର ଲମ୍ବା ଥଣ୍ଟ ଭୟଙ୍କର ବେଗରେ ପାଣି ଭିତରକୁ ଛୁଟିଗଲା। ତୃତୀୟ ମିଲିସେକେଣ୍ଡ, ଥଣ୍ଟ ପାଣି ଛୁଇଁବା ମାତ୍ରେ ଚପଳାର ବିଦ୍ୟୁତ୍ ବେଗରେ ଗୋତ। ଏବଂ ଚତୁର୍ଥ ମିଲିସେକେଣ୍ଡ, ସେ ସଫଳତାର ସହ ସିଧା ବଗର ଥଣ୍ଟ ପଛପଟକୁ ଖସିଗଲା। ବଗର ସେହି ଶକ୍ତିଶାଳୀ ଥଣ୍ଟ ଯାଇ କେବଳ ଖାଲି ପାଣିରେ ହିଁ ବାଜି ରହିଗଲା। କି ଅଦ୍ଭୁତ ଆକ୍ରମଣ! ଏବଂ ତାଠାରୁ ଆହୁରି ଚମତ୍କାର ଆତ୍ମରକ୍ଷା। ଏହି ପ୍ରାଣଘାତୀ ଆକ୍ରମଣରୁ ଖସିଯିବା ପରେ କାହାଣୀରେ ଏକ ହାଲୁକା ମଜାଦାର ମୁହୂର୍ତ୍ତ ଆସୁଛି। ଚପଳା କେବଳ ଯେ ଖସି ପଳାଇଲା ତାହା ନୁହେଁ, ବରଂ ନିରାପଦ ଦୂରତାରେ ରହି ଖୁବ୍ ଥଟ୍ଟାଳିଆ ଢଙ୍ଗରେ ବଗକୁ କହିଲା, ମାମୁଁ, ତୁମ ଧ୍ୟାନ ଏବଂ ଏକାଗ୍ରତା ପ୍ରଶଂସନୀୟ ନିଶ୍ଚୟ, କିନ୍ତୁ ମୋ ଚତୁରତା ଆଗରେ ତୁମେ ଆଜି ହାରିଗଲ। ଭାବନ୍ତୁ ଟିକେ, ନିଶ୍ଚିତ ମୃତ୍ୟୁମୁଖରୁ ଫେରିବା ପରେ ଚପଳାର ଏହି ଆତ୍ମବିଶ୍ୱାସ ଏବଂ ତାର ଏହି ଛୋଟିଆ ବିଜୟ ଉତ୍ସବ ବାସ୍ତବରେ ଦେଖିବା ଭଳି। ଏହା ପୁରା ସ୍ଥିତିର ଗମ୍ଭୀରତାକୁ ଏକ ସୁନ୍ଦର ହସରେ ବଦଳାଇ ଦେଉଛି। ଆଉ ଏହା ମଧ୍ୟ ପ୍ରମାଣ କରୁଛି ଯେ ଉପସ୍ଥିତ ବୁଦ୍ଧି ପ୍ରକୃତରେ ସବୁଠୁ ବଡ଼ ଅସ୍ତ୍ର। ଏବଂ ଆଉ ଏକ ଆଶ୍ଚର୍ଯ୍ୟର କଥା ଦେଖନ୍ତୁ, ହାରିଯିବା ସତ୍ତ୍ୱେ ବଗଟିର ପ୍ରତିକ୍ରିୟା ମଧ୍ୟ ଅତ୍ୟନ୍ତ ପ୍ରେରଣାଦାୟକ ଥିଲା। ସାଧାରଣତଃ ହାତରୁ ଏମିତି ଶିକାର ଖସିଗଲେ ଯେ କେହି ବି ରାଗିଯିବେ କିମ୍ବା ନିରାଶ ହୋଇଯିବେ, କିନ୍ତୁ ବଗଟି ସେମିତି କିଛି କଲା ନାହିଁ। ସେ ଚପଳାର କଥା ଶୁଣି ହସିଲା। ଏହା ତାର ପରିପକ୍ୱତାର ପରିଚୟ ଦେଉଛି ଯେ ସେ ହାରକୁ ଗ୍ରହଣ କରିବାକୁ ଜାଣିଛି। ସେ ଜମାରୁ ନିରାଶ ନ ହୋଇ ସାଙ୍ଗେ ସାଙ୍ଗେ ନିଜର ଭାରସାମ୍ୟ ଫେରାଇ ଆଣିଲା ଏବଂ ପୁଣିଥରେ ସମ୍ପୂର୍ଣ୍ଣ ନୂଆ ଏକାଗ୍ରତା ସହିତ ପରବର୍ତ୍ତୀ ଲକ୍ଷ୍ୟ ପାଇଁ ପ୍ରସ୍ତୁତ ହୋଇଥିଆ ହେଲା। ତାର ଏହି ମନୋଭାବ ପ୍ରମାଣ କରୁଛି ଯେ ଯାହାର ଲକ୍ଷ୍ୟ ସ୍ଥିର ଥାଏ, ସେ ଗୋଟିଏ ବିଫଳତାରେ କେବେ ବି ଭାଙ୍ଗି ପଡ଼େ ନାହିଁ। ତେଣୁ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି,
ଏହି ଛୋଟ ଏବଂ ସରଳ ଗଳ୍ପଟି ଆମ ସମସ୍ତଙ୍କ ପାଇଁ ଦୁଇଟି ଅତି ମୂଲ୍ୟବାନ ଜୀବନ ଦର୍ଶନ ଛାଡ଼ି ଯାଉଛି। ପ୍ରଥମତଃ ବଗ ଆମକୁ ଶିଖାଉଛି ଯେ ଆମ ଚାରିପାଖରେ ଯେତେ ବାଧାବିଘ୍ନ ବା ବିଭ୍ରାନ୍ତି ଆସିଲେ ମଧ୍ୟ ଜୀବନରେ କିଛି ହାସଲ କରିବାକୁ ହେଲେ ଅସୀମ ଧୈର୍ଯ୍ୟ ଏବଂ ଅତୁଟ ଏକାଗ୍ରତା ନିହାତି ଆବଶ୍ୟକ। ଦ୍ୱିତୀୟରେ ଚପଳା ମାଛ ଆମକୁ ଦେଖାଇଦେଲା ଯେ ଯେତେବେଳେ ହଠାତ୍ କୌଣସି ବିପଦ ଆସେ ସେତେବେଳେ କେବଳ ଆମର ତୁରନ୍ତ ଉପସ୍ଥିତ ବୁଦ୍ଧି ଏବଂ ଚତୁରତା ହିଁ ଆମକୁ ରକ୍ଷା କରିଥାଏ। ଏହି ଉଭୟ ଦିଗ ଆମ ଜୀବନଯାତ୍ରା ପାଇଁ ଅତ୍ୟନ୍ତ ଜରୁରୀ। ଆଉ ଏହି ସବୁ ବିଶ୍ଳେଷଣ ଶେଷରେ ଗୋଟିଏ ସୁନ୍ଦର ପ୍ରଶ୍ନ ଉଠୁଛି, ଯାହା ଉପରେ ଆମ ସମସ୍ତଙ୍କୁ ଗଭୀର ଭାବେ ଚିନ୍ତା କରିବାକୁ ପଡ଼ିବ। ଆମ ଜୀବନ ମଧ୍ୟ ଠିକ୍ ଏହି ଅଶାନ୍ତ ପୋଖରୀ ଭଳି, ଯେଉଁଠି ପ୍ରତିଦିନ ନୂଆ ନୂଆ ଆହ୍ୱାନ ଆସିଥାଏ, ଠିକ୍ ନା? ତେବେ ଏହି ପରିବେଶରେ ଆମେ କେଉଁ ପରିସ୍ଥିତିରେ ବଗ ଭଳି ଅଟଳ ଏକାଗ୍ରତା ଆପଣେଇବା ଉଚିତ ଆଉ କେଉଁ ସମୟରେ ଚପଳା ମାଛ ଭଳି ତୁରନ୍ତ ଚତୁରତାର ପ୍ରୟୋଗ କରିବା ଦରକାର? ଏହି ଦୁଇଟି ଗୁଣ ମଧ୍ୟରେ ସଠିକ୍ ଭାରସାମ୍ୟ ହିଁ ପ୍ରକୃତ ସଫଳତାର ଚାବିକାଠି। ଏହା ହିଁ ହେଉଛି ଆଜିର ସବୁଠାରୁ ବଡ଼ ଶିକ୍ଷା। ଆମର ଏହି ବିଶ୍ଳେଷଣରେ ସାମିଲ ହୋଇଥିବାରୁ ଅନେକ ଅନେକ ଧନ୍ୟବାଦ।